ଆମ ଜଙ୍ଗଲରେ ଗୋଟେ ବି ଭଲ ଫଳ ଗଛ ନାହିଁ ବୋଲି ଆମେ ଏ ଜଙ୍ଗଲକୁ ଫଳ ଖୋଜିବାକୁ ଆସିଲେ, ହେଲେ ଚଢ଼େଇ ଏ ଜଙ୍ଗଲରେ ବି ଆମେ ଭଲ ଫଳ ଗଛ ପାଇଲେନି। କାଉ, ଆମେ ଏତେ ଦୂରକୁ ଆସିଛେ, ଏମିତି ଚାଲିଯିବାଟା ଠିକ ହେବନି। ତୁ ସେପଟେ ଖୋଜି ଦେଖେ, ମୁଁ ଏପଟେ ଦେଖୁଛି। ଏମିତି କଥା ହେଇ ସେମାନେ ପୁଣି ଥରେ ଫଳ ଖୋଜିବାକୁ ଗଲେ। କିଛି ଦୂର ଗଲା ପରେ ଚଢ଼େଇ ଗୋଟେ ଆମ୍ବ ଗଛ ଦେଖିଲା। ଆରେ ଏଇ ତ ଗୋଟେ ଆମ୍ବ ଗଛ ଅଛି। ମୋ ଝିଅକୁ ଆମ୍ବ ଖାଇବା ପାଇଁ ଭାରି ଭଲ ଲାଗେ। ମୁଁ କିଛି ଆମ୍ବ ତୋଳି ତା ପାଖକୁ ନେଇଯାଏ, ସେ ଖୁସି ହେଇଯିବ। ଏଇ ସେଇଠି ରହିଯା, ମୋ ଆମ୍ବ ଛୁଇଁବାକୁ ସାହସ କରିବୁନି, ନହେଲେ ମୁଁ ତ ହାତ ଭାଙ୍ଗିଦେବି। ବା ଆମ୍ବ ଗଛ, ତୁମେ କଥା କହିପାରୁଛ? ମୁଁ ତୁମ ପରି କଥା କୁହା ସୁନ୍ଦର ଆମ୍ବ ଗଛ ଆଗରୁ ଦେଖିନଥିଲି। ତୁମ ପାଖରେ ତ ଅନେକ ଆମ୍ବ ଅଛି, ମୁଁ କେବଳ 2-4ଟା ଆମ୍ବ ନେଇଥାନ୍ତି। ହେଲେ ତୁମେ ମୋ ଉପରେ ଏତେ ରାଗୁଛ କାହିଁକି ଯେ? ରାଗ ନକରି ମୁଁ ଖୁସିରେ ମୋର ସବୁ ଆମ୍ବ ତତେ ଦେଇଦେବି। ତୁ ଏଇଆ ଚାହୁଁଛୁ ନା? ମୁଁ ମୋ ସୁନ୍ଦର ଆମ୍ବ କାହାକୁ ବି ଦେବିନି। ଆଉ ତା ଛଡା ମୋଠୁ ଅନୁମତି ନ ନେଇ କୋଉ ସାହସରେ ତୁ ମୋଠୁ ଆମ୍ବ ପାଳିବାକୁ ଚାଲି ଆସିଲୁ? ଆମ୍ବ ନେବାକୁ ହେଲେ ଅନୁମତି ନେବାକୁ ପଡେ, ଏକଥା ତ ମୁଁ ଆଗରୁ ଜାଣିନଥିଲି। ହଉ ଆମ୍ବ ଗଛ ସାଙ୍ଗ, ତୁମେ ମତେ ଆଉ ରାଗନି, ମତେ କ୍ଷମା କରିଦିଅ। ଏବେ ମୁଁ ତୁମ ପାଖରୁ ଅନୁମତି ନେବି, ଦୟାକରି ମତେ କିଛି ଆମ୍ବ ଦିଅ। ନା, ମୁଁ ତତେ ମୋ ଆମ୍ବ ଦେଇପାରିବିନି। ତୁ ଏଠୁ ଚାଲିଯା, ମୁଁ ତତେ ଆଉ ମୋ ପାଖରେ ଦେଖିପାରିବିନି। ତୁ ମୋ ବିଷୟରେ ଜାଣିନୁ, ମୁଁ ଏମିତି ସେମିତି ଆମ୍ବ ଗଛ ନୁହଁ। ତୋ ଭଳି ଭିକାରୀ ଚଢ଼େଇ ମାନଙ୍କୁ ମୁଁ ମୋ ଆମ୍ବ କେବେ ଦିଏନି। ତତେ ଲାଜ ଲାଗୁନି? ଏମିତି ଛିଡା ହେଇ ମୋ କଥା ଶୁଣୁଛୁ? ଯା ଯା, ଶୀଘ୍ର ମୋ ଆଖି ସାମ୍ନାରୁ ଚାଲିଯା। ଆମ୍ବ ଗଛ, ଏତେ ଅହଙ୍କାର ଭଲ ନୁହଁ। ତୁମେ ଗୋଟେ ଗଛ, ଆମକୁ ଫଳ ଦେବା ତୁମର କର୍ତ୍ତବ୍ୟ। ତା ନ କରି ତୁମେ ମତେ ଅପମାନ ଦେଉଛ। ତତେ ଅପମାନ ଦେଇ ଭଲ କରିଛି। ଏବେ ମତେ ଆଉ ବିରକ୍ତ ନ କରି ଏଠୁ ଚାଲିଯା। ତୁ ଗଲା ପରେ ମୁଁ ଟିକେ ଶାନ୍ତିରେ ଶୋଇବି। ଆମ୍ବ ଗଛର ଏପରି କଥା ଶୁଣି ମା ଚଢ଼େଇ ମନ ଦୁଃଖରେ ସେଠାରୁ ଚାଲି ଆସିଲା। ରାସ୍ତାରେ କାଉ ସହ ତାର ଦେଖା ହେଲା। ଆରେ ଚଢ଼େଇ, ତୁ ଫଳ ଗଛ ପାଇଲୁ ନା ନାହିଁ? ମୁଁ ଅନେକ ଖୋଜିଲି, ହେଲେ କୋଉଠି ବି ଫଳ ଗଛ ପାଇଲିନି। ଚଢ଼େଇ, ତୁ ଏତେ ମନ ଦୁଃଖରେ କାହିଁକି ଅଛୁ? କଣ ହେଇଛି ତୋର? କାଉର ଏପରି କଥା ଶୁଣି ମା ଚଢ଼େଇ ତାକୁ ସବୁ ଘଟଣା କହିଲା। ସବୁ ଶୁଣି କାଉ କହିଲା, କଣ କହୁଛୁ ତୁ? ଆମ୍ବ ଗଛ ଏତେ ଅହଙ୍କାରୀ ହେଇପାରେ? ମୁଁ ପ୍ରଥମ ଥର ଏ କଥା ଶୁଣୁଛି। କିନ୍ତୁ ସେ ଗୋଟେ ଗଛ ହେଇ ଏତେ ଅହଙ୍କାର କାହିଁକି କରୁଛି? ତା ତ ଜାଣିନି କାଉ। ଆମେ ଆଉ ଏ ଜଙ୍ଗଲରେ ଫଳ ଗଛ ପାଇବାନି। ଚାଲେ ଆମେ ଏବେ ଘରକୁ ଫେରିଯିବା। କାଲି ସକାଳେ ଆମେ ଉତ୍ତର ଦିଗରେ ଥିବା ଜଙ୍ଗଲକୁ ଯିବା।